ଅନ୍ୟଙ୍କ ସହିତ ତୁଳନା କରିବା ଅପେକ୍ଷା ନିଜକୁ ପ୍ରତିଦିନ ଆହୁରି ଭଲ କରିବା ପାଇଁ ଚେଷ୍ଟା କରନ୍ତୁ। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଙ୍ଗମ ଆଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଆଲୋଚନା କରିବା ବିଛା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଏହି 2026 ଅଗଷ୍ଟ ମାସ କିପରି ରହିବ, ଗ୍ରହମାନଙ୍କର ସ୍ଥିତି କ'ଣ ରହିଛି, ନବଗ୍ରହମାନେ କି ଫଳ ଦେବେ, ସବୁକିଛି ସ୍ୱାସ୍ଥ୍ୟ, ଶିକ୍ଷା, ଫାଇନାନ୍ସ, ଲଭ୍ ରିଲେସନ୍, ମ୍ୟାରେଡ୍ ଲାଇଫ୍, ଜବ୍ ଅର୍ ପ୍ରଫେସନ୍ ଏବଂ ବିଜନେସ୍ ବିଷୟରେ ଡିଟେଲ୍ସରେ ଆଲୋଚନା କରିବା। ଆସନ୍ତୁ ପ୍ରଥମେ ନଜର ପକାଇବା ଗ୍ରହ ଗୋଚର ସ୍ଥିତି ଉପରେ। ଆପଣଙ୍କର ରାଶିରୁ ଚତୁର୍ଥରେ ରାହୁ, ପଞ୍ଚମରେ ଶନି, ଅଷ୍ଟମରେ ଅଗଷ୍ଟ 2 ତାରିଖ ଠାରୁ ମଙ୍ଗଳ ଅବସ୍ଥାନ କରୁଛନ୍ତି, ନବମରେ ଅଛନ୍ତି ରବି, ବୁଧ ଏବଂ ବୃହସ୍ପତି, ଦଶମରେ ଅଛନ୍ତି କେତୁ ଏବଂ ଏକାଦଶ ଭାବରେ ଅଛନ୍ତି ଶୁକ୍ର କନ୍ୟା ରାଶିରେ। ଅଗଷ୍ଟ 17 ତାରିଖ ଠାରୁ ରବି ରହିବେ ସିଂହ ରାଶିରେ ଦଶମ ଭାବରେ, ଅଗଷ୍ଟ 22 ତାରିଖ ଠାରୁ ବୁଧ ରହିବେ ଦଶମ ଭାବରେ ସିଂହ ରାଶିରେ। ବନ୍ଧୁଗଣ, ଏହି ବିଚାର ଜନ୍ମ ରାଶି ଚନ୍ଦ୍ର ରାଶିକୁ ଆଧାର କରି କରାଯାଇଛି। ଯେଉଁମାନଙ୍କର ବିଛା ରାଶି ଓ ବିଛା ଲଗ୍ନ, ସେମାନଙ୍କ ପାଇଁ ଏହି ଭିଡ଼ିଓ ଅଧିକ ଫଳପ୍ରଦ ହେବ ବୋଲି ଆମର ଆଶା ଓ ବିଶ୍ୱାସ। ସର୍ବପ୍ରଥମେ ଆଲୋଚନା କରିବା ସ୍ୱାସ୍ଥ୍ୟ ବିଷୟରେ। ଫାର୍ଷ୍ଟ ହାଉସ୍ ଆମର ଶରୀର, ଆମ ଇମ୍ୟୁନିଟିର ଭାବ। ଲଗ୍ନ ଭାବର ଅଧିପତି ହେଲେ ମଙ୍ଗଳ। ମଙ୍ଗଳ ଅଛନ୍ତି ମିଥୁନ ରାଶିରେ। ମଙ୍ଗଳ ମଧ୍ୟ ଷଷ୍ଠ ଭାବର ଅଧିପତି। ବୃହସ୍ପତିଙ୍କର ଦୃଷ୍ଟି ଲଗ୍ନ ଭାବ ଉପରେ ବି ରହିଛି। ଲଗ୍ନପତି ଅଷ୍ଟମରେ ଥିବାରୁ ଶରୀରରେ କେବେ କେବେ ଶକ୍ତି କମ୍ ଲାଗିପାରେ। କାମର ଚାପ କିମ୍ବା ଅଧିକ ପରିଶ୍ରମରୁ କ୍ଳାନ୍ତି ବଢ଼ିପାରେ। ପୁରୁଣା ରୋଗ ଥିଲେ ସାମୟିକ ଭାବରେ ମୁଣ୍ଡ ଉଠାଇପାରେ। ତଥାପି ବୃହସ୍ପତିଙ୍କର ଦୃଷ୍ଟି ଲଗ୍ନକୁ ଥିବାରୁ ଶରୀର ସୁସ୍ଥ ହେବାର କ୍ଷମତା ଭଲ ରହିବ। ରୋଗ ହେଲେ ମଧ୍ୟ ରିକଭରି ଶୀଘ୍ର ହେବ। ଠିକ୍ ସମୟରେ ଚିକିତ୍ସା ମିଳିବାର ଯୋଗ ବି ରହୁଛି। ମାନସିକ ସ୍ଥିତି ଠିକ୍ ରହିପାରେ। ତେବେ ଏହି ଅଗଷ୍ଟ 2026ରେ ବିଛା ରାଶିର ବ୍ୟକ୍ତିବିଶେଷମାନେ କେଉଁ କେଉଁ ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି, ଆସନ୍ତୁ ଜାଣିବା। ହେଡ଼ାକ୍ ରହିବ, ମାଇଗ୍ରେନ୍ ପେନ୍ ରହିବ, ଷ୍ଟମାକ୍ ରିଲେଟେଡ୍ ଇସ୍ୟୁ, ଏସିଡ଼ିଟି, ଗ୍ୟାସ୍, ଇଣ୍ଡାଇଜେସନ୍। ଯେଉଁମାନଙ୍କର ପାଇଲ୍ସ ଅଛି, ବଡି ଇଣ୍ଟରନାଲ୍ ପାର୍ଟରେ କୌଣସି ଡିଜିଜ୍ ଅଛି, ସେମାନେ ଟିକେ ସତର୍କ ରହିବା ଦରକାର। ମସଲ୍ସ ପେନ୍, ଅଣ୍ଟା ପିଠିରେ ପେନ୍ ରହିପାରେ। ମଙ୍ଗଳ ଅଷ୍ଟମରେ ଥିବାରୁ ଛୋଟ ମୋଟ ଦୁର୍ଘଟଣାର ଶିକାର ମଧ୍ୟ ହୋଇପାରନ୍ତି। ଡ୍ରାଇଭିଂ ଯଦି କରୁଛନ୍ତି ସତର୍କ ରୁହନ୍ତୁ। ମୋଟାମୋଟି ଭାବରେ କହିବାକୁ ଗଲେ ବିଛା ରାଶି ପାଇଁ ସ୍ୱାସ୍ଥ୍ୟ ସ୍ଥିତି ମଧ୍ୟମ ଧରଣର ରହିବ। କିଛି ଛୋଟ ମୋଟ ଶାରୀରିକ ସମସ୍ୟା ଓ କ୍ଳାନ୍ତିର ସମ୍ଭାବନା ଥିଲେ ମଧ୍ୟ ଲଗ୍ନ ଉପରେ ବୃହସ୍ପତିଙ୍କର ଶୁଭ ଦୃଷ୍ଟି ବଡ଼ ସୁରକ୍ଷା ଦେବ। ତେଣୁ ସତର୍କ ରହିଲେ ମାସଟି ଭଲରେ କଟିବାର ସମ୍ଭାବନା ରହିଛି। ଏବେ ଆଲୋଚନା କରିବା ଶିକ୍ଷା ବିଷୟରେ। ପଞ୍ଚମ ଭାବ ଶିକ୍ଷାର ଭାବ। ପଞ୍ଚମପତି ବୃହସ୍ପତି ଅଛନ୍ତି ଅଷ୍ଟମରେ ଏବଂ ଶନି ଅଛନ୍ତି ପଞ୍ଚମରେ। ଆରମ୍ଭରୁ ପାଠପଢ଼ାରେ ଡିଲେ ହେବ। ବୃହସ୍ପତିଙ୍କର ନବମ ଦୃଷ୍ଟି ଶନିଙ୍କ ଉପରେ ଥିବାରୁ ପରିଶ୍ରମର ଭଲ ଫଳ ମିଳିବ। ଯେଉଁମାନେ ନିୟମିତ ପଢ଼ିବେ ସେମାନଙ୍କର ରେଜଲ୍ଟ ଆଶାଠାରୁ ଭଲ ହୋଇପାରେ। ବୁଧ ସହିତ ପଞ୍ଚମପତି ବୃହସ୍ପତି ଏକାଠି ଥିବାରୁ ଷ୍ଟୁଡେଣ୍ଟସ୍ମାନଙ୍କର ଡିଫିକଲ୍ଟ ସବଜେକ୍ଟ ବୁଝିବାରେ କ୍ଷମତା ରହିବ। ପାଠ ପ୍ରତି ସିରିୟସ୍ ରହିବେ। ଯେଉଁମାନେ ୟୁପିଏସସି, ଓପିଏସସି, ଏସଏସସି, ବ୍ୟାଙ୍କିଂ, ରେଲୱେ, ନିଟ୍ ଯେଇଭଳି ପରୀକ୍ଷାରେ ପ୍ରିପାରେସନ୍ କରୁଛନ୍ତି, ସେମାନେ ସଫଳତା ପାଇବେ। ମକ୍ ଟେଷ୍ଟ ଏବଂ ରିଭିଜନ୍ କଲେ ଭଲ ଫଳ ମିଳିପାରେ। ସେହିପରି ନବମ ଭାବ ହାୟର ଷ୍ଟଡ଼ିର ଭାବ। ନବମ ଭାବରେ ରବି, ବୁଧ, ବୃହସ୍ପତି ଥିବାରୁ ଏହା ଉଚ୍ଚଶିକ୍ଷା ପାଇଁ ଏକ ଶକ୍ତିଶାଳୀ ଯୋଗ। ନ୍ୟୁ ଆଡ଼ମିସନ୍ କରିପାରନ୍ତି। ସ୍କଲାରସିପ୍ ପାଇଁ ଯଦି ଚେଷ୍ଟା କରୁଛନ୍ତି ତେବେ ଭଲ ସୁଯୋଗ ମିଳିବ। ରିସର୍ଚ୍ଚ, ଏମ୍ଟେକ୍, MBA, MCA, MSc, PhD ଭଳି ଉଚ୍ଚଶିକ୍ଷାରେ ଅଗ୍ରଗତି ହେବ। ବିଦେଶରେ ପଢ଼ିବାର ସୁଯୋଗ ମିଳିବ। କେହି ଆଡ଼ମିସନ୍ ମଧ୍ୟ କରିପାରନ୍ତି। ୟୁନିଭର୍ସିଟି ଜଏନ୍ କରିପାରନ୍ତି। ଯେଉଁମାନେ ଲ, LLB, LLM, ସାଇକୋଲୋଜି, ଫିଲୋସଫି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, କମ୍ପ୍ୟୁଟର ସାଇନ୍ସ, MCA, ଆକାଉଣ୍ଟସ୍, ସଫ୍ଟୱେୟାର ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ, IT, ମ୍ୟାନେଜମେଣ୍ଟ ଷ୍ଟଡି, BBA, MBA, ଆଡମିନିଷ୍ଟ୍ରେସନ୍, ଗଭର୍ଣ୍ଣମେଣ୍ଟ ଜବ୍ ପ୍ରିପାରେସନ୍, ମେଡ଼ିକାଲ, ନର୍ସିଂ, BDS, ଫାର୍ମାସି ଭଳି ବିଦ୍ୟା ଶିକ୍ଷା କରୁଛନ୍ତି, ସେମାନେ ସଫଳ ହେବେ, ଭଲ ପରଫର୍ମାନ୍ସ କରିବେ। ନର୍ସିଂ ଷ୍ଟୁଡେଣ୍ଟସ୍ମାନେ ମଧ୍ୟ ଭଲ କରିବେ। ଇଞ୍ଜିନିୟରିଂ ଲାଇନ୍ରେ ଯେଉଁମାନେ ଅଛନ୍ତି, ମେକାନିକାଲ, ସିଭିଲ୍, ଇଲେକ୍ଟ୍ରିକାଲ, କମ୍ପ୍ୟୁଟର ସାଇନ୍ସର ଛାତ୍ରଛାତ୍ରୀମାନେ ଭଲ କରିବେ। ଟେକ୍ନିକାଲ ସବଜେକ୍ଟ ବୁଝିବାର କ୍ଷମତା ବଢ଼ିବ। ଶନି ପଞ୍ଚମ ଭାବରେ ଥିବାରୁ କିଛି ଚ୍ୟାଲେଞ୍ଜେସ୍ ପାଠପଢ଼ାରେ ଆସିପାରେ।
विद्यार्थी स्टार्टिंग फेज्रे पाठ पढ़ारे स्लो रही पारती। असाइनमेंट किंवा प्रोजेक्ट ठीक समय सरिबारे टिके विलंब हो पारे। अधिक चिंता करी समय नष्ट हो पारे, किंतु बृहस्पति शुभ दृष्टि थिबारु एही बाधा गुड़िक परिश्रम और श्रृंखलार अतिक्रम करिजिवो। विद्यार्थी मानक पई एही मासरे एडवाइस या रहिबो जे प्रत्येक दिन निर्दिष्ट समय पढ़ंतु, रिविजन एवं मॉक टेस्ट को गुरुत्व दियंतु। मोटामोटी भाव में कहबाकू गले अगस्ट 2026 बिछा राशि छात्र छात्री मानक पई शिक्षा दृष्टि एक शक्तिशाली मास अटे। छात्र छात्री माने परीक्षा, कंपिटिशन, हायर एजुकेशन रे सफलता पाइबार संभावना रही। एबे आलोचना करिबा फाइनान्स विषय रे। द्वितीय भाव धनर भाव, परिवार संचयर भाव। द्वितीयाधिपति बृहस्पति अछंती नवम भाव रे। नवम भाव होची भाग्य भाव, फल धन आसीबार सुजोग बढ़ी पारे। भाग्यर सहयोग रे अटकी टंका मिलिबार संभावना रही पारे। वयोज्येष्ठ व्यक्ति, गुरु, सरकारी काम किंबा लॉन्ग ट्रैवल माध्यम रे आर्थिक लाभर सुजोग मिल पारे। सेविंग्स करिवार मनोभाव बढ़िबो एवं लॉन्ग टर्म इन्वेस्टमेंट पई अनुकूल समय रहिबो। बृहस्पति मध्य उच्चस्थ रहउचंदी कर्कट राशि रे नवम भाव रे। परिश्रम सहित भाग्यर सहयोग मिलिबो, सेविंग्स बढ़िबो, टंका केवल आसीबनी, सठिक भाव में संचय करिवार सुजोग मध्य मिल पारे। पैतृक संपत्ति, फॉरेन क्लाएंट किंबा स्पिरिचुअल फील्ड रु आर्थिक लाभर सुजोग आसपारे। लॉन्ग टर्म इन्वेस्टमेंट रे सफलता मिलिबो। मोटामोटी भाव में कहबाकू गले यही अगस्ट 2026 आर्थिक दृष्टि भल एवं प्रगतिशील मास हेबो। भाग्यर सहयोग मिलिबो, आय बढ़िबार सुजोग रहिबो एवं संचय मध्य हेबो। एबे आलोचना करिबा लव लाइफ विषय रे। पंचम भाव लव रोमांस अट्रैक्शन भाव। पंचम रे अवस्थान करछंती शनि। पंचम भावर अधिपति हेले बृहस्पति। बृहस्पतिंकर नवम दृष्टि पंचम भाव उपरे पड़ुछि। एही मास प्रेम जीवन पई धीरे धीरे सुधार आनिबार मास। शनि पंचम रे थिबारु रोमांस कम हो पारे, किंतु बृहस्पतिंकर दृष्टि पंचम भाव को थिबारु संपर्क रे स्थिरता, विश्वास एवं मैच्योरिटी आसीबो। जो माने पूर्वरु रिलेशनशिप रे अछंती संपर्क रे गंभीरता बढ़िबो। फ्यूचर प्लानिंग, मैरिज किंबा फैमिली विषय रे आलोचना हो पारे। छोट मोट मिसअंडरस्टैंडिंग रहिले मध्य बृहस्पति कृपा रे समाधान हेबो। संपर्क भांगिबार एठी संभावना कम देखौछि। जो माने सिंगल अछंती नुआ प्रेमर सुजोग आसीपारे, किंतु धीरे धीरे आगु को बढ़िबो। स्कूल, कॉलेज, कोचिंग, पढ़ा कार्यक्षेत्र रे स्पिरिचुअल प्लेस रे का सहित अटैचमेंट बढ़ी पारे। शनि पंचम रे थिबारु संपर्क आरंभ हेबारे विलंब हो पारे, किंतु दीर्घस्थायी हेबार संभावना अधिक। जो मानकर ब्रेकअप हेइथिला, कौनसी कारणरू कथबार्ता बंद थिला, पुणी प्याचअप हो पारे, संपर्क रे सुधार आसीबो। पंचमाधिपति नवम रे थिबारु परिवार किबा बड़ मानकर समर्थन मिलिबार संभावना बढ़ी थाए। लव मैरिज पई मध्य धीरे धीरे अनुकूल परिवेश सृष्टि हो पारे। जदि संपर्क दीर्घ दिन रही थाए, तेबे एई अगस्त 2026 रे विवाह किंबा परिवार सह आलोचना हो पारे। ओवरऑल कहबाकू गले अगस्त 2026 बिछा राशि पई प्रेम जीवन साधारण रु भल रहिबो। पंचम रे शनि संपर्क रे धैर्य, दायित्व एवं मैच्योरिटी आनिबे। आउ नवम भाव में बृहस्पति उच्चस्थ हो पंचम को दृष्टि संपर्क को सुरक्षा देव एवं पॉजिटिव रखिबो। एबे आलोचना करिबा विवाह और दाम्पत्य जीवन विषय रे। सप्तम भाव विवाह और दाम्पत्य जीवनर भाव। सप्तमपति शुक्र अछंती कन्या राशि रे निचस्थ। मंगल लग्नपति अछंती अष्टम रे। मंगलंकर चतुर्थ दृष्टि एकादश भाव उपरे निचस्थ शुक्र उपरे रहुची। एही मासर ग्रह स्थिति जहाँ जना पड़ुछि दाम्पत्य जीवन मिश्रित फल प्रदान करिबो। संपर्क रे मतभेद, राग, अहंकार एवं भूल बुझामणार अभाव देखा दे पारे। सप्तमपति शुक्र एकादश भाव होछि इच्छा पूरणर भाव, लाभर भाव एवं सामाजिक संपर्कर भाव। तेणु जीवन साथी सहयोग रे किछि लाभ मिल पारे। उभय स्वामी स्त्री फ्यूचर प्लानिंग पई योजना किछि करि पारंती। परिवार कौनसी इच्छा पूरण हो पारे, हेले शुक्र निचस्थ रहिबा कारणरू किछि नेगेटिव भी हेबो। सेल्फ सैटिस्फैक्शन लागिबनी। पार्टनर ठारू एक्सपेक्टेशन अधिक रहिबो। छोट कथा को नहीं अभिमान मध्य हो पारे। पूर्व अपेक्षा रोमांस कम अनुभव हेबो। मंगल अछंती अष्टम रे लग्नपति हेले मध्य दुस्थान रे थिबारु हठात राग बढ़ी पारे, जिद्दी एवं अहंकार बढ़ी पारे। पुराणा विवाद पुणी उठी पारे। कथबार्ता कठोरता आसीपारे। मंगलंकर दृष्टि रही शुक्रंक उपरे। स्वामी स्त्री उभयंकर जिद बढ़ी पारे।
ଛୋଟ କଥା ବଡ଼ ଝଗଡ଼ାରେ ରୂପାନ୍ତରିତ ହୋଇପାରେ। ସନ୍ଦେହ କିମ୍ବା ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। କଥା କହିବାର ଶୈଳୀ ସମ୍ପର୍କକୁ ପ୍ରଭାବିତ କରିପାରେ। ମଙ୍ଗଳ ହେଉଛନ୍ତି ଫାୟାର ଏନର୍ଜି, ସମ୍ପର୍କରେ ଆକର୍ଷଣ ଏବଂ ଉତ୍ସାହ ମଧ୍ୟ ଦେଇପାରନ୍ତି। ତେଣୁ ଝଗଡ଼ା ପରେ ପୁଣି ମିଳନର ସମ୍ଭାବନା ମଧ୍ୟ ରହିବ। ଏହି ମାସରେ ଶ୍ୱଶୁର ଘର କିମ୍ବା ନିଜ ପରିବାରର କୌଣସି ବିଷୟକୁ ନେଇ ମତଭେଦ ହୋଇପାରେ। ଅର୍ଥନୈତିକ ନିଷ୍ପତ୍ତିକୁ ନେଇ ଆଲୋଚନା କିମ୍ବା ବିବାଦ ହୋଇପାରେ। ଯେଉଁମାନେ ନବବିବାହିତ ଅଛନ୍ତି ପରସ୍ପରକୁ ବୁଝିବା ପାଇଁ କିଛି ସମୟ ସେମାନଙ୍କୁ ଲାଗିପାରେ। ହଠାତ୍ କୌଣସି ଡିସିସନ୍ କିମ୍ବା କଠୋର କଥା କହିବାକୁ ଆଭଏଡ୍ କରନ୍ତୁ। ଯେଉଁମାନଙ୍କର ବିବାହକୁ ଅନେକ ବର୍ଷ ହୋଇଗଲାଣି ପୁରୁଣା କୌଣସି ମତଭେଦର ସମାଧାନ ହେବାର ସୁଯୋଗ ମିଳିପାରେ। ଯଦି ଉଭୟ କୁଲ୍ ମାଇଣ୍ଡରେ କଥା ହୁଅନ୍ତି ଜୀବନସାଥୀଙ୍କର ପରାମର୍ଶ ଲାଭଦାୟକ ହୋଇପାରେ। ଉଭୟ କପୁଲ କୌଣସି ଲକ୍ଷ୍ୟ ଦିଗରେ କାମ କରିପାରନ୍ତି। ମୋଟାମୋଟି ଭାବରେ କହିବାକୁ ଗଲେ ଅଗଷ୍ଟ 2026 ବିଛା ରାଶିର ଦାମ୍ପତ୍ୟ ଜୀବନରେ ମିଶ୍ରିତ ଫଳ ପ୍ରଦାନ କରିବ। ନିଚସ୍ଥ ଶୁକ୍ର ଏବଂ ଅଷ୍ଟମ ଭାବରୁ ମଙ୍ଗଳଙ୍କର ଦୃଷ୍ଟି ଶୁକ୍ର ଉପରେ ରାଗ, ଭୁଲ ବୁଝାମଣା ଏବଂ ମତଭେଦ ବଢ଼ିବାର ସମ୍ଭାବନା ରହିବ। ଯଦି ଉଭୟ ଧୈର୍ଯ୍ୟ ରଖିବେ ତେବେ ମାସର ଶେଷ ଭାଗରେ ସମ୍ପର୍କ ପୁଣି ସନ୍ତୁଳିତ ହୋଇପାରେ। ନିଚସ୍ଥ ଶୁକ୍ର ଏବଂ ଅଷ୍ଟମ ଭାବରୁ ମଙ୍ଗଳଙ୍କର ଦୃଷ୍ଟି ଶୁକ୍ର ଉପରେ ରାଗ, ଭୁଲ ବୁଝାମଣା ଓ ମତଭେଦ ବଢ଼ିବାର ସମ୍ଭାବନାକୁ ବଢ଼ଉଛି। ଯଦି ଉଭୟ ଧୈର୍ଯ୍ୟ ରଖିବେ ତେବେ ମାସର ଶେଷ ଭାଗରେ ସମ୍ପର୍କ ପୁଣି ସନ୍ତୁଳିତ ହୋଇପାରେ। ଏବେ ଆଲୋଚନା କରିବା ଜବ୍ ଅର୍ ପ୍ରଫେସନ୍ ବିଷୟରେ। ଦଶମ ଭାବ କର୍ମର ଭାବ। ଦଶମାଧିପତି ରବି ଅଛନ୍ତି ନବମ ଭାବରେ ବୁଧ ଏବଂ ବୃହସ୍ପତି ଯୁକ୍ତ ହୋଇକି। ଦଶମରେ ଅଛନ୍ତି କେତୁ। ମାସର ଫାଷ୍ଟ ହାଫ୍ ଯଦି ଦେଖିବା ତେବେ ଦଶମପତି ରବି ନବମରେ ବୁଧ ଏବଂ ବୃହସ୍ପତି ଯୁକ୍ତ ଥିବାରୁ ସିନିୟରଙ୍କର ସହଯୋଗ ମିଳିବ। ନୂଆ ସ୍କିଲ୍ ଶିଖିବା କିମ୍ବା ଟ୍ରେନିଂର ସୁଯୋଗ ମିଳିପାରେ। ଇଣ୍ଟରଭ୍ୟୁ ଦେଉଥିଲେ ଭଲ ପ୍ରତିକ୍ରିୟା ମିଳିବାର ସମ୍ଭାବନା ରହିଛି। ବିଦେଶ କମ୍ପାନୀ, MNC କିମ୍ବା ଦୂର ସ୍ଥାନରେ ଚାକିରିର ସୁଯୋଗ ବଢ଼ିପାରେ। ହେଲେ ଦଶମରେ କେତୁ ଥିବାରୁ କାମରେ ମନ ଲାଗି ନପାରେ। ପରିଶ୍ରମ ଅନୁସାରେ ପ୍ରଶଂସା ଡେରିରେ ମିଳିବ। ତେଣୁ ଅଫିସ୍ ପଲିଟିକ୍ସ ଆର୍ଗୁମେଣ୍ଟରୁ ଦୂରରେ ରହିବା ଆପଣଙ୍କ ପାଇଁ ଭଲ ହେବ। ଅଗଷ୍ଟ 17 ପରେ ସବୁଠାରୁ ଭଲ ସମୟ ଆରମ୍ଭ ହେବ, କାରଣ ରବି ନିଜେ ସ୍ୱଗୃହରେ ସିଂହ ରାଶିରେ ଦଶମ ଭାବରେ ରହିବେ। କାର୍ଯ୍ୟକ୍ଷେତ୍ରରେ ମାନ ସମ୍ମାନ ବଢ଼ିବ। ସିନିୟର ଅଫିସରମାନଙ୍କ ନଜରକୁ ଆପଣ ଆସିବେ। ପ୍ରମୋସନ୍ କିମ୍ବା ନୂଆ ଦାୟିତ୍ୱର ସମ୍ଭାବନା ବଢ଼ିବ। ଲିଡରସିପ୍ ଦେଖାଇବାର ସୁଯୋଗ ମିଳିବ। ଦୀର୍ଘ ଦିନର ଅଟକିଥିବା କାମ ହୋଇଯିବ। କିନ୍ତୁ କେତୁଙ୍କର ପ୍ରଭାବ ଦଶମରେ ବେଳେବେଳେ ନେଗେଟିଭ୍ ଇମ୍ପାକ୍ଟ ପକାଇବ। ଚାକିରି ଛାଡ଼ିବାର ଇଚ୍ଛା ହୋଇପାରେ। ସହକର୍ମୀଙ୍କ ସହିତ ଦୂରତା ଆସିପାରେ। ଅହଙ୍କାର କିମ୍ବା ରାଗ ଦେଖାଇଲେ ସମସ୍ୟା ବଢ଼ିପାରେ। ପ୍ରାଇଭେଟ୍ ସେକ୍ଟରରେ ଯେଉଁମାନେ ଜବ୍ କରିଛନ୍ତି ତାଙ୍କ ପାଇଁ ସମୟ ଭଲ ରହିବ। ଜବ୍ ଚେଞ୍ଜ ପାଇଁ ସୁଯୋଗ ଆସିପାରେ। ସାଲାରୀ ନେଗୋସିଏସନ୍ କରିପାରିବେ। ଆପ୍ରାଇଜାଲ୍ ଭଲ ହୋଇପାରେ। ଟିମ୍ ଲିଡ୍ କିମ୍ବା ମ୍ୟାନେଜର ଲେବୁଲର ଦାୟିତ୍ୱ ମିଳିପାରେ। IT, ମ୍ୟାନେଜମେଣ୍ଟ, ଏଜୁକେସନାଲ ସେକ୍ଟର, ବ୍ୟାଙ୍କିଂ, କନସଲଟେନ୍ସିରେ ଇନଭଲ୍ଭ ଯେଉଁମାନେ ଅଛନ୍ତି ସେମାନଙ୍କ ପାଇଁ ବିଶେଷ ସୁଯୋଗ ରହିଛି। ସେହିପରି ଗଭର୍ଣ୍ଣମେଣ୍ଟ ସେକ୍ଟର କଥା ଯଦି କହିବି ତେବେ ଅଗଷ୍ଟ 17 ପରେ ଆତ୍ମବିଶ୍ୱାସ ବଢ଼ିବ। ରିଟିନ୍ ଏକ୍ଜାମ୍ କିମ୍ବା ଇଣ୍ଟରଭ୍ୟୁରେ ସିଲେକ୍ସନ୍ ହୋଇପାରେ। ମେରିଟ୍ ଲିଷ୍ଟରେ ନାମ ଆସିବାର ସୁଯୋଗ ରହିଛି। ଯଦି ଆପଣ ପୂର୍ବରୁ ଗଭର୍ଣ୍ଣମେଣ୍ଟ ଜବ୍ରେ ଅଛନ୍ତି ଉଚ୍ଚ ଅଧିକାରୀଙ୍କ ଠାରୁ ନୂଆ ଦାୟିତ୍ୱ ମିଳିପାରେ। ଟ୍ରାନ୍ସଫର କିମ୍ବା ଡିପାର୍ଟମେଣ୍ଟ ଚେଞ୍ଜର ଆଲୋଚନା ହୋଇପାରେ। ଯେଉଁମାନେ ଜବ୍ ଚେଞ୍ଜ କରିବା ପାଇଁ ଚାହୁଁଛନ୍ତି ଅଗଷ୍ଟ 17 ତାରିଖ ପରେ ରିଜ୍ୟୁମ୍ ପଠାନ୍ତୁ ଏବଂ ଇଣ୍ଟରଭ୍ୟୁ ଦେବା ପାଇଁ ମଧ୍ୟ ଭଲ ସମୟ ରହିଛି। ଅଧିକ ଦରମା କିମ୍ବା ଭଲ ପୋଷ୍ଟର ସୁଯୋଗ ମିଳିପାରେ। ଯେଉଁମାନେ ଫ୍ରେଶର ଅଛନ୍ତି ମାସର ଫାଷ୍ଟ ହାଫ୍ରେ ପ୍ରିପାରେସନ୍ ଆରମ୍ଭ କରନ୍ତୁ ଏବଂ ଆପ୍ଲାଏ କରନ୍ତୁ। ଅଗଷ୍ଟ 17 ତାରିଖ ପରେ ଇଣ୍ଟରଭ୍ୟୁ କଲ୍ କିମ୍ବା ସିଲେକ୍ସନର ସମ୍ଭାବନା ପୂର୍ବ ତୁଳନାରେ ଭଲ ହୋଇପାରେ। ମୋଟାମୋଟି ଭାବରେ କହିବାକୁ ଗଲେ ଅଗଷ୍ଟ 2026 ବିଛା ରାଶି ପାଇଁ କ୍ୟାରିୟର ଦୃଷ୍ଟିରୁ ବହୁତ ଭଲ ମାସ ରହିବ। ବିଶେଷ କରି ଅଗଷ୍ଟ 17 ପରେ ରବି ନିଜର ସ୍ୱଗୃହ ସିଂହ ରାଶିରେ ଦଶମ ଭାବକୁ ଆସୁଥିବାରୁ କର୍ମକ୍ଷେତ୍ରରେ ସମ୍ମାନ, ପଦପ୍ରତିଷ୍ଠା, ନେତୃତ୍ୱ ଉନ୍ନତିର ସମ୍ଭାବନା ବଢ଼ିବ। ଦଶମରେ କେତୁ ଥିବାରୁ ଟିକେ ସଫଳତାରେ ଉଣା ଅଧିକ ହୋଇପାରେ, ନହେଲେ ବାକି ସବୁ ଠିକ୍ଠାକ୍ ରହିବ। ଏବେ ଆଲୋଚନା କରିବା ବିଜନେସ୍ ବିଷୟରେ। ସପ୍ତମ ଭାବ ବିଜନେସ୍ର ଭାବ। ସପ୍ତମାଧିପତି ଶୁକ୍ର ଏକାଦଶରେ ଅଛନ୍ତି କିନ୍ତୁ ନିଚସ୍ଥ ଅଛନ୍ତି। ସପ୍ତମ ଭାବ ମଧ୍ୟ ପାର୍ଟନରସିପ୍ର ଭାବ, ପବ୍ଲିକ୍ ଡିଲିଂସର ଭାବ। ଏହି ମାସରେ ବିଜନେସ୍ରେ ସେମିତି କିଛି କ୍ଷତି ଦେଖାଯାଉ ନାହିଁ, ବରଂ ଲାଭର ସୁଯୋଗ ରହିବ। କିନ୍ତୁ ସେହି ଲାଭ ସହଜରେ ଆସିବନି। ନିଚସ୍ଥ ଶୁକ୍ର କାରଣରୁ କିଛି ବାଧା ଆସିପାରେ, ମତଭେଦ ହୋଇପାରେ, ଅନନେସେସରି ଖର୍ଚ୍ଚ ବି ବଢ଼ିପାରେ। ଏକାଦଶ ଭାବରେ ସପ୍ତମପତି ଥିବାରୁ ନୂଆ କ୍ଲାଏଣ୍ଟ,
ନୂଆ ଅର୍ଡ଼ର ଏବଂ ପୁରୁଣା ସମ୍ପର୍କରୁ ଲାଭ ମିଳିବାର ସମ୍ଭାବନା ଅଧିକ ଦେଖାଉଛି। ବିଜନେସ୍ର ତ ଲାଭ ହେବ, ଧୀରେ ଧୀରେ ହେବ, କିନ୍ତୁ ବଡ଼ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କ୍ୟାଶ୍ ଫ୍ଲୋ ରହିବ, କିନ୍ତୁ କିଛି ଟଙ୍କା ଅଟକିପାରେ। କଷ୍ଟମର ବଢ଼ିବେ, କିନ୍ତୁ ମାର୍ଜିନ୍ ସବୁବେଳେ ଆଶାନୁଯାୟୀ ନ ହୋଇପାରେ। ବଡ଼ ଆର୍ଥିକ ଲସ୍ ହୋଇଯିବା ଭଳି ସେମିତି କିଛି ସଂକେତ ଦେଖାଉନି। କିନ୍ତୁ ହଁ, ରଙ୍ଗ ଇନଭେଷ୍ଟମେଣ୍ଟ, ହିସାବରେ ଏପଟ ସେପଟ, ଭୁଲ ପାର୍ଟନରଙ୍କ ଉପରେ ଅତ୍ୟଧିକ ଭରସା, ଏଗୁଡ଼ିକ କ୍ଷତିର କାରଣ ହୋଇପାରେ। ସେହିପରି ପାର୍ଟନରସିପ୍ ବିଜନେସ୍ କଥା ଯଦି ଦେଖିବା, ତେବେ ପାର୍ଟନରଙ୍କ ମାଧ୍ୟମରେ ଲାଭର ସୁଯୋଗ ରହିଛି, କିନ୍ତୁ ନିଚସ୍ତ ଶୁକ୍ର ଯୋଗୁଁ ଲାଭ ବଣ୍ଟନକୁ ନେଇ ମତଭେଦ ହେବ। କାମର ଦାୟିତ୍ୱ ନେଇ ଅସନ୍ତୋଷ, ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। ମୌଖିକ ଚୁକ୍ତି ଅପେକ୍ଷା ଲିଖିତ ଚୁକ୍ତି ରଖିବା ଠିକ୍। ଏହି ମାସରେ ଯଦି ଦେଖିବା, ଏକାଦଶ ଭାବ ସହିତ ଶୁକ୍ରଙ୍କର ସମ୍ପର୍କ ଥିବାରୁ ଅନଲାଇନ୍ ବିଜନେସ୍, ଇ କମର୍ସ, ସୋସିଆଲ ମିଡ଼ିଆ ମାର୍କେଟିଂ, ବ୍ୟୁଟି ଆଣ୍ଡ ଫ୍ୟାସନ୍, କସ୍ମେଟିକ୍ସ, ଗାର୍ମେଣ୍ଟସ୍, ଜୁଏଲାରୀ, ଡେକୋରେସନ୍, କମିଶନ ରିଲେଟେଡ୍ ୱାର୍କ, ଏହିସବୁ ବିଜନେସ୍ ଭଲ ଚାଲିବ। ବ୍ୟବସାୟୀମାନଙ୍କୁ ଏହି ମାସରେ କେତେକ କ୍ଷେତ୍ରରେ ଧ୍ୟାନ ଦେବାକୁ ପଡ଼ିବ। କ'ଣ ନା, ବିଗ୍ ଆମାଉଣ୍ଟର ଲୋନ୍ ନେଇ ବିଜନେସ୍ ଏକ୍ସପାନ୍ସନ୍ କରନ୍ତୁ ନାହିଁ, ଟିକେ ହୋଲ୍ଡ କରିଯାଆନ୍ତୁ। ପାର୍ଟନରଙ୍କ କଥାକୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ। ଲାଭ କ୍ଷତିର ହିସାବ ନ ଦେଖି ବିଗ୍ ଇନଭେଷ୍ଟମେଣ୍ଟ କରନ୍ତୁ ନାହିଁ। ମାର୍କେଟର ସ୍ଥିତି ଯଦି ଦେଖିବା, ତେବେ ନୂଆ ଗ୍ରାହକ ତ ମିଳିବେ, ପୁରୁଣା ଗ୍ରାହକ ପୁଣି ଫେରି ଆସିପାରନ୍ତି। ରେଫରେନ୍ସ ମାଧ୍ୟମରେ କାମ ବଢ଼ିପାରେ। ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରଚାର ପ୍ରସାର କଲେ ଭଲ ଫଳ ମିଳିପାରେ। ଯେଉଁମାନେ ନ୍ୟୁ ବିଜନେସ୍ କରିବା ପାଇଁ ଚାହୁଁଛନ୍ତି, ଯଦି ଡକୁମେଣ୍ଟ ରେଡ଼ି ଅଛି, ବଜେଟ୍ ଫାଇନାଲ୍ ହୋଇଛି, ପ୍ଲାନିଂ ବି କରିସାରିଛନ୍ତି, ତେବେ ଷ୍ଟାର୍ଟ କରିପାରନ୍ତି। ମୋଟାମୋଟି ଭାବରେ କହିବାକୁ ଗଲେ ଏହି ଅଗଷ୍ଟ 2026ରେ ବ୍ୟବସାୟ ଚାଲିବ ଏବଂ ଗ୍ରୋଥର ସୁଯୋଗ ରହିବ। ଲାଭ ହେବାର ସମ୍ଭାବନା ତ ଅଛି, କ୍ଷତିଠାରୁ ଅଧିକ ନିଶ୍ଚିତ ଭାବରେ ଲାଭ ହେବ। ନ୍ୟୁ କଷ୍ଟମର ବଢ଼ିବେ, ନେଟୱାର୍କିଂ ବଢ଼ିବ, କିନ୍ତୁ ସପ୍ତମାଧିପତି ଶୁକ୍ର ନିଚ ଥିବାରୁ ଛୋଟ ଛୋଟ ବାଧା ପ୍ରତିବନ୍ଧକ ଆସିବ, ମତଭେଦ ବି ହେବ, ଅନେସେସରି ଖର୍ଚ୍ଚ ମଧ୍ୟ ହୋଇପାରେ। ବିଛା ରାଶିର ବ୍ୟକ୍ତିବିଶେଷମାନେ ପ୍ରତିକାର କ'ଣ କରିବେ? ଆପଣଙ୍କର ରାଶିର ଅଧିପତି ହେଲେ ମଙ୍ଗଳ। ମଙ୍ଗଳଙ୍କର ବୀଜ ମନ୍ତ୍ରକୁ ଜପ କରନ୍ତୁ। ମନ୍ତ୍ରଟି ହେଲା ଓଂ କ୍ରାଂ କ୍ରିଂ କ୍ରୌଂ ସୋ ଭୌମାୟ ନମଃ। ଏହି ମନ୍ତ୍ରକୁ ଦୈନିକ 108 ଥର ଜପ କରନ୍ତୁ। ହନୁମାନ ଚାଳିଶାର ପାଠ କରନ୍ତୁ, ଆପଣଙ୍କ ପାଇଁ ଶୁଭ ରହିବ। ବନ୍ଧୁଗଣ, ଏହା ଥିଲା ବିଛା ରାଶି ପାଇଁ 2026 ଅଗଷ୍ଟ ମାସର ମାସିକ ରାଶିଫଳ ବିଷୟରେ ବିସ୍ତୃତ ଆଲୋଚନା। ଯଦି ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଲାଇକ୍, କମେଣ୍ଟ, ସେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ। ପୁଣି ଆସିବି ନୂଆ ଏକ ଅଧ୍ୟାୟକୁ ନେଇ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।